ଭଦ୍ରକ ଗାଁର ସମସ୍ତ ସ୍ୱୟଂସହାୟକ ଗୋଷ୍ଠୀର ସଭ୍ୟମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଗାଁର 4 ଜଣ ୱାର୍ଡ ମେମ୍ବର ଓ ଗାଁର ଗୋଷ୍ଠୀଙ୍କ ନେତୃତ୍ୱରେ ନିମ୍ନୋକ୍ତ ପ୍ରସ୍ତାବ ଗୁଡ଼ିକ ଆଗତ କରାଗଲା। ପ୍ରସ୍ତାବ ନମ୍ବର 1, ଗାଁରେ ସମ୍ପୂର୍ଣ୍ଣ ମଦ ପାନ ବିକ୍ରି ସମ୍ବନ୍ଧେ ଗାଁର ବର୍ତ୍ତମାନ ସ୍ଥିତିକୁ ଅନୁଧ୍ୟାନ କରି ଗାଁରେ ଏକ ସୁସ୍ଥ ବାତାବରଣ ସୃଷ୍ଟି କରିବା ପାଇଁ ଗାଁର ଏସ୍ଏଚ୍ଜି ଗ୍ରୁପର ସଦସ୍ୟମାନେ ଗାଁରେ ସମ୍ପୂର୍ଣ୍ଣ ରୂପେ ମଦ ବିକ୍ରି କରିବାକୁ ପ୍ରସ୍ତାବ ଦେଇଥିଲେ। ଏଥିରେ ଗାଁର ୱାର୍ଡ ମେମ୍ବର ଭଦ୍ରବ୍ୟକ୍ତି ସମସ୍ତେ ସହମତି ପ୍ରକାଶ କଲେ। ପରେ ସର୍ବସମ୍ମତି କ୍ରମେ ଆଜିଠାରୁ ଗାଁରେ ମଦ ବିକ୍ରି ବନ୍ଦ କରିବାକୁ ପ୍ରସ୍ତାବ ଗ୍ରହଣ କରାଗଲା। ପ୍ରସ୍ତାବ ନମ୍ବର 2, ଗାଁରେ ବିଦେଶୀ ମଦ ବିକ୍ରି ମଧ୍ୟ ବନ୍ଦ କରିବାର ପ୍ରସ୍ତାବ ହେଲା। ପ୍ରସ୍ତାବ ନମ୍ବର 3, ଯେଉଁମାନେ ମଦ ବିକ୍ରି କରିବେ ଧରାପଡ଼ିଲେ ତାଙ୍କଠାରୁ 51,000 ଟଙ୍କା ଫାଇନ୍ କରାଯିବ। ଯିଏ ପିଉଥିବ ଗାଁରୁ ତାଠାରୁ 5,000 ଟଙ୍କା ଫାଇନ୍ କରାଯିବ। ଯିଏ ଧରାଇ ଦେଲେ ତାକୁ 11,000 ଟଙ୍କା ପୁରସ୍କାର ଦିଆଯିବ। ମହିଳାମାନେ ଘର ଘର ବୁଲି ତଦାରଖ କରିବେ। ଏହା ଗାଁ କମିଟି ତାଙ୍କୁ କ୍ଷମତା ପ୍ରଦାନ କରାଗଲା। ପ୍ରସ୍ତାବ ନମ୍ବର 5, ନିମ୍ନୋକ୍ତ ବ୍ୟକ୍ତିମାନଙ୍କୁ ନେଇ ଏକ ସକ୍ରିୟ କମିଟି ରଖାଗଲା। ସେମାନଙ୍କ ନେତୃତ୍ୱରେ ମଦ ବନ୍ଦ କରାଯିବ। ଏଥିରେ ସମସ୍ତ ଗ୍ରାମବାସୀ ସହଯୋଗ କରିବେ। ଭଗବତୀ ରାଉତିଆ, ଅସ୍ମିତା ରାଉତିଆ, ରୀତା ମେହେର, ଦମୟନ୍ତୀ ବରିଆ, ଲତା ରାଉତିଆ, ଶୈଳ ବରିଆ, ଗୋଲାପୀ ଘିବଲା ଓ ସର୍ଟିକାଲ। 51,000, 10,000, 11,000 କାଣା କହିଲୁ?